जय जगन्नाथ आपको प्रज्योतिष्वल को स्वागत। पौष मासर अमावास्या को बकुल अमावास्या बा बौल अमावास्या कुहाଯାଇଥାଏ। ଏହି ଅମାବାସ୍ୟାର ପୂଜାବିଧି ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହୋଇଥାଏ। ଏହି ଦିନ ପ୍ରକୃତିକୁ ପୂଜା କରାଯାଇଥାଏ, ଅର୍ଥାତ୍ ବୃକ୍ଷ ବା ଗଛକୁ ପୂଜା କରାଯାଇଥାଏ। ମାନ୍ୟତା ରହିଛି ଯେ ବକୁଳ ଅମାବାସ୍ୟାରେ ବିଧିବଦ୍ଧ ଭାବରେ ଗଛକୁ ପୂଜା କଲେ ସେଥିରେ ପ୍ରଚୁର ପରିମାଣର ଫଳ ହୁଏ। ଏହି ବର୍ଷ 2024ରେ 30 ଡିସେମ୍ବର ସୋମବାର ବଉଳ ଅମାବାସ୍ୟା। ଶୀତର ଆରମ୍ଭ ହୋଇଯାଇଥାଏ। ଆମ୍ବ ଗଛରେ ଏହି ସମୟରେ ବଉଳ ଧରିଥାଏ। ଅତ୍ୟଧିକ ଶୀତ ଏବଂ କୁହୁଡ଼ି ପ୍ରଭାବରୁ ବଉଳ ଖସିଯିବାର ବା ନଷ୍ଟ ହୋଇଯିବାର ଆଶଙ୍କା ରହିଥାଏ। ତେଣୁକରି ବକୁଳ ଅମାବାସ୍ୟାରେ ଆମ୍ବ ବଉଳକୁ ପୂଜା କଲେ ବଉଳ ଖସେ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ ଏବଂ ତା ସହିତ ବହୁତ ଫଳ ହେବାର ମାନ୍ୟତା ରହିଆସିଛି। ତେଣୁକରି ଏହି ଦିନକୁ ଆମ୍ବ ଗଛକୁ ପୂଜା କରାଯାଇଥାଏ। ତା ସହିତ ଏହି ଦିନ ମହାପ୍ରଭୁଙ୍କ ପାଖରେ ଗଇଁଠା ପିଠା ଏବଂ ବଉଳ ଲାଗି ହୋଇଥାଏ। ତା ବ୍ୟତୀତ ଏହି ଦିନ ପୁରୀରେ ବକୁଳ ଅମାବାସ୍ୟାର ସବୁ ନୀତିରୀତି ମଧ୍ୟ ପାଳନ କରାଯାଇଥାଏ। ଏହି ବକୁଳ ଅମାବାସ୍ୟାରେ ସକାଳେ ଆମ୍ବ ଗଛ ମୂଳରେ ଥିବା ଘାସ, ଅସନା, ଅପରିଷ୍କାର ଜିନିଷକୁ ସଫାସଫି କରି ଗୋବର ପାଣିରେ ପୋଛା ହୁଏ। ସନ୍ଧ୍ୟା ସମୟରେ ସେହି ସ୍ଥାନରେ ମୁରୁଜ ପକାଇ ଗଛରେ ହଳଦୀ ଲଗାଯାଇଥାଏ। ତାପରେ ଦୀପ ଲଗାଯାଇଥାଏ ଆଉ ଶେଷରେ ଗଇଁଠା ପିଠା ଭୋଗ ହେଇଥାଏ। ତା ସହିତ କିଛି ଗଇଁଠା ପିଠା ଆମ୍ବ ବଉଳ ଉପରେ ଏବଂ ଆମ୍ବ ଗଛ ଉପରେ ଫୋପଡ଼ା ଯାଇଥାଏ। ତାପରେ ଝୁଣା କରାଯାଇଥାଏ। ଝୁଣା କରିବା ଦ୍ୱାରା ଗଛରେ ଯେଉଁ ପୋକର ଆଶଙ୍କା କମିଯାଇଥାଏ। ଏହା ମଧ୍ୟ ମାନ୍ୟତା ରହିଆସିଛି। କେତେକ ସ୍ଥାନରେ ଘରର ଇଶାନ କୋଣରେ ଗଇଁଠା ପିଠା ମଧ୍ୟ ଭୋଗ ହେଇଥାଏ। ଆଉ କେତେକ ସ୍ଥାନରେ ଘରେ ପିଠା, କ୍ଷୀରି, ଖେଚୁଡ଼ି, ଗଇଁଠା ପିଠା ତିଆରି ହୋଇ ଠାକୁରଙ୍କ ପାଖରେ ଭୋଗ ଲାଗି ବା ନିଜର ଇଷ୍ଟ ଦେବତାଙ୍କୁ ମଧ୍ୟ ଭୋଗ ଲାଗିଥାଏ। ତେଣୁକରି ଏହି ଦିନକୁ ବଉଳ ଗଇଁଠା ପିଠା ମଧ୍ୟ କୁହାଯାଇଥାଏ। ଏହି ଦିନ ଆମିଷ ଖାଇବାର ବାରଣ ମଧ୍ୟ ରହିଛି। ଏହି ଦିନ ଉଭୟ ପ୍ରକୃତି ଏବଂ ମହାପ୍ରଭୁଙ୍କର ମହତ୍ତ୍ୱ ବହୁତ ରହିଛି। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।